ଆଜିକାଲି ସମସ୍ତଙ୍କ ପାଖରେ ଗୋଟିଏ ଦୁଇଟି ଲେଖାଏଁ ବ୍ୟାଙ୍କ ଆକାଉଣ୍ଟ ଅଛି। ତ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଧାରୀମାନଙ୍କ ପାଇଁ ଆସିଲା ବଡ଼ ଖବର। ଯଦି ଆପଣମାନେ ଏହି କାମ କରିଛନ୍ତି ତେବେ ଆପଣମାନଙ୍କୁ ଆଉ କରିବାକୁ ପଡ଼ିବନି। ଯଦି ଏହି କାମ ଆପଣମାନେ କରିନାହାନ୍ତି ତେବେ ଆପଣଙ୍କ ଖାତା ବନ୍ଦ ହୋଇପାରେ। ତ ଆପଣମାନେ 23 ଜାନୁଆରୀ ସୁଦ୍ଧା ଆପଣମାନେ ଏହି କାମ କରନ୍ତୁ, ନହେଲେ ଆପଣଙ୍କ ଖାତା ବନ୍ଦ ହୋଇପାରେ। ଏହା RBI ପକ୍ଷରୁ ସୂଚନା ମିଳିଛି। ତ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଧାରୀମାନଙ୍କ ପାଇଁ ଆସିଛି ବଡ଼ ଖବର। ତ ଆପଣମାନେ ଶୀଘ୍ର ଏହି କାମ କରନ୍ତୁ। ତ କେଉଁ କାମ କରିବାକୁ ପଡ଼ିବ ଏବଂ କେଉଁ ବ୍ୟାଙ୍କ ଆକାଉଣ୍ଟ ଧାରୀମାନଙ୍କ ପାଇଁ ଏହି ଖବର ଆସିଛି ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ପ୍ରୋଭାଇଡ଼ କରିବି। ଆପଣମାନେ ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଗୋଟିଏ କଥା, ଆପଣମାନେ ଭିଡ଼ିଓକୁ ଦେଖୁଛନ୍ତି ହେଲେ ଆପଣମାନେ ଗୋଟେ ସବସ୍କ୍ରାଇବ୍ ମଧ୍ୟ କରୁନାହାନ୍ତି। ତ ଦେଖନ୍ତୁ, ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଆସନ୍ତୁ ଜାଣିବା ଆଜିର ଖବର କ'ଣ ରହିଛି। ଏହି ଖବର ଗତକାଲି 8:47 PM News18 ଓଡ଼ିଶାରେ ପ୍ରକାଶ ପାଇଛି। ତ ମୋ ଚ୍ୟାନେଲ ସବୁବେଳେ ଆପଣମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିଥାଏ ଏବଂ ସଠିକ୍ ଖବର ପ୍ରଦାନ କରି ଆସୁଥିବ। ଏହା କୌଣସି ଫେକ୍ ନୁହେଁ। ତ ଆସନ୍ତୁ ଏହି ଖବର କ'ଣ ରହିଛି ଜାଣିବା। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି କି? 23 ଜାନୁଆରୀ ସୁଦ୍ଧା ନକଲେ ଏହି କାମ ବନ୍ଦ ହୋଇଯିବ ଖାତା। ତ ଦେଖନ୍ତୁ ଆଜ୍ଞା, ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଗୋଟିଏ ଦୁଇଟି ଲେଖାଏଁ ଅଛି। ତ ଆପଣମାନେ ଶୀଘ୍ର ଏହି କାମ କରନ୍ତୁ। ଆପଣମାନେ 23 ଜାନୁଆରୀ ଭିତରେ ଏହି କାମ ନକଲେ ଆପଣମାନଙ୍କର ଖାତା ବନ୍ଦ ହୋଇପାରେ। ତ ଏହି କାମଟି କ'ଣ ରହିଛି, କ'ଣ କରିବାକୁ ପଡ଼ିବ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ସବୁକିଛି ଡିଟେଲ୍ସ କହିବି। ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତାପରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ। ଗ୍ରାହକମାନଙ୍କୁ ଜାନୁଆରୀ 23 ସୁଦ୍ଧା କିଛି ଜରୁରୀ କାମ କରିବାକୁ ପଡ଼ିବ, ଯାହାଦ୍ୱାରା ସେମାନଙ୍କ ଆକାଉଣ୍ଟ ଚାଲୁ ରହିବ। ଦେଖନ୍ତୁ, ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି ଯଦି, ତେବେ ଏହି ଖବର ଆପଣଙ୍କ ପାଇଁ। ଗ୍ରାହକମାନଙ୍କୁ ଜାନୁଆରୀ 23 ସୁଦ୍ଧା କିଛି ଜରୁରୀ କାମ କରିବାକୁ ପଡ଼ିବ। ସେହି ଜରୁରୀ କାମ କ'ଣ ମୁଁ ଏହି ଭିଡ଼ିଓ ମାଧ୍ୟମରେ କହିବି, ଯାହାଦ୍ୱାରା ସେମାନଙ୍କ ଆକାଉଣ୍ଟ ଚାଲୁ ରହିବ। ଦେଖନ୍ତୁ, ପବ୍ଲିକ୍ ସେକ୍ଟରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କଷ୍ଟମରମାନଙ୍କ ପାଇଁ ଏହି ବଡ଼ ଖବର ଅଛି। ଯଦି ଆପଣଙ୍କର ମଧ୍ୟ ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଆପଣଙ୍କୁ ସତର୍କ କରିବାକୁ ପଡ଼ିବ, ନଚେତ୍ ଆପଣଙ୍କର ଆକାଉଣ୍ଟ ଶୀଘ୍ର ବନ୍ଦ ହୋଇଯିବ। ଦେଖନ୍ତୁ ଆଜ୍ଞା, ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣମାନେ ଖାତା ଖୋଲିଛନ୍ତି ତ ଏହି ଖବର ଆପଣଙ୍କ ପାଇଁ ବଡ଼ ଖବର ଅଛି। ଯଦି ଆପଣଙ୍କର ମଧ୍ୟ ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଯଦି ସେହି କାମ ଆପଣମାନେ କରିଛନ୍ତି ତାହେଲେ ଆପଣମାନେ ଆଉ କରିବେ ନାହିଁ। ଯଦି ସେହି କାମ ଆପଣମାନେ କରିନାହାନ୍ତି ତେବେ ଆପଣଙ୍କୁ ଏହି କାମ କରିବାକୁ ପଡ଼ିବ, ନଚେତ୍ ଆପଣଙ୍କ ଖାତା ବନ୍ଦ ହୋଇପାରେ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଗ୍ରାହକକୁ ଜାଣନ୍ତୁ KYC ଅପଡ଼େଟ୍ କରିନାହାନ୍ତି ତେବେ ଏହାକୁ କରିବାର ଶେଷ ତାରିଖ ହେଉଛି ଜାନୁଆରୀ 23, 2025। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କର KYC ଅପଡ଼େଟ୍ କରନ୍ତୁ। ଯଦି ଆପଣମାନେ KYC ଅପଡ଼େଟ୍ କରିନାହାନ୍ତି ତେବେ ଏହାକୁ କରିବାର ଶେଷ ତାରିଖ ହେଉଛି 23 ଜାନୁଆରୀ 2025। ଦେଖନ୍ତୁ, ଆପଣମାନେ 23 ଜାନୁଆରୀ 2025 ସୁଦ୍ଧା ଆପଣମାନେ KYC ଅପଡ଼େଟ୍ କରନ୍ତୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ। ଯଦି ଆପଣମାନେ ଏପର୍ଯ୍ୟନ୍ତ କରିନାହାନ୍ତି ତେବେ ଆଉ କିଛି ଦିନ ବାକି ରହିଲା। ତେଣୁ ଆପଣମାନେ 23 ଜାନୁଆରୀ ସୁଦ୍ଧା KYC ଅପଡ଼େଟ୍ କରନ୍ତୁ, ନଚେତ୍ ଆପଣମାନଙ୍କର ଖାତା ବନ୍ଦ ହୋଇପାରେ। ତାପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କହିଛି ଯେ RBI ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଗ୍ରାହକଙ୍କ ପାଇଁ KYC ଅପଡ଼େଟ୍ କରିବା ବାଧ୍ୟତାମୂଳକ। ବ୍ୟାଙ୍କ ଗ୍ରାହକମାନଙ୍କୁ ସେମାନଙ୍କର ଆକାଉଣ୍ଟଗୁଡ଼ିକର ସୁଗମ ପରିଚାଳନା ପାଇଁ ଜାନୁଆରୀ 23, 2025 ସୁଦ୍ଧା ସେମାନଙ୍କର ନୋ ୟୋର ଗ୍ରାହକ
KYC सूचना अपडेट करने कही। देखंतु आज्ञा पंजाब नेशनल बैंक कही जे RBI निर्देशावली अनुजाई देखंतु आज्ञा RBI निर्देशावली देइछंती समस्त ग्राहकों पाई KYC अपडेट करने बाध्यतामूलक। देखंतु समस्ते KYC अपडेट करंतु जे मानकर पंजाब नेशनल बैंक अछि। तापरे बैंक ग्राहक माननकु सेमानकर अकाउंट गुड़िकर सुगम परिचालना पाई जनवरी 23, 2025 सुधा आपण माने KYC अपडेट करने को RBI सूचना देछि। तापरे यह सही ग्राहक माननक पाई प्रযোज्य जेउ मानकर अकाउंट KYC अपडेट 30 सेप्टेम्बर 2024 सुधा करिबार थिला। देखंतु आज्ञा यह सही ग्राहक माननक पाई प्रযোज्य जेउ मानकर अकाउंट KYC अपडेट 30 सेप्टेम्बर 2024 सुधा करिबार थिला। तापरे PNB ग्राहक माननकु सेमानकर अपडेट विवरणी जेपरि कि परिचय प्रमाण, ठिकाना प्रमाण, करेंट फोटो, पान कार्ड, आय प्रमाण, मोबाइल नंबर किंबा अन्य कोनोसी KYC विवरणी जे कोनोसी शाखारे दाखल करने को कही। देखंतु आज्ञा PNB ग्राहक माननकु सेमानकर अपडेट करने पाई जेपरि कि परिचय प्रमाण, तापरे ठिकाना प्रमाण, करेंट फोटो, पान कार्ड, आय प्रमाण, तापरे मोबाइल नंबर नहीं अन्य कोनोसी KYC विवरणी जे कोनोसी शाखारे आपण माने दाखल करने को RBI सूचना देछि। तो आपण माने सही डॉक्यूमेंट्स को धरी PNB शाखा को जांतु एवं सही ठारे आपण मानकर KYC अपडेट कराई नियंतु। एही काम जनवरी 23 तारिख पर्यंत PNB वन इंटरनेट बैंकिंग सेवा किंबा आपणको घरोई शाखारे पंजीकृत ईमेल बा पोस्ट माध्यम रे आपण माने करा जाई परिबो। देखंतु आज्ञा एही काम केउठी करा जाई परिबो एवं केमिति करा जाई परिबो ना जनवरी 23 तारिख पर्यंत PNB वन इंटरनेट बैंकिंग सेवा किंबा आपणको घरोई शाखारे पंजीकृत ईमेल बा पोस्ट माध्यम रे एहा करा जाई परिबो। अन्यथा आपण अकाउंट व्यवहार करि परिबे नाही। बैंक कहिछि जे निर्धारित समय मध्यरे KYC विवरणी अपडेट न करिबा द्वारा अकाउंट कार्य रे प्रतिबंधक लागि पारे। देखंतु अन्यथा आपण अकाउंट व्यवहार करि परिबे नाही जदि आपण माने KYC अपडेट करि नाहंती। आपण माने KYC अपडेट करि नियंतु तापरे जाई कि आपण माने अकाउंट व्यवहार करि परिबे। जदि KYC अपडेट करि नाहंती तेबे आपणको खाता 23 जनवरी सुधा बंद होई पारे। तापरे बैंक कहिछि जे निर्धारित समय मध्यरे KYC विवरणी अपडेट न करिबा द्वारा आपणको अकाउंट कार्य रे प्रतिबंधक लागि पारे। तापरे जे कोनोसी साहाय्य पाई ग्राहक माने सेमानंकर निकटस्थ पंजाब नेशनल बैंक शाखा को जाई पारिबे किंबा ऑफिशियल वेबसाइट https://www.pnbiindia.in परिदर्शन करि पारिबे। देखंतु आज्ञा जे कोनोसी साहाय्य पाई ग्राहक माने निकटस्थ पंजाब नेशनल बैंक शाखा को जाई पारिबे किंबा ऑफिशियल वेबसाइट https://www.pnbiindia.in परिदर्शन करी आपण मानकर KYC अपडेट करि पारिबे। तापरे PNB KYC अपडेट कोन? KYC हेउछि एक बैंक किंबा कंपनी पाई ग्राहकको परिचय सुनिश्चित करिवार एक उपाय। भारतीय रिजर्व बैंक रो नियम अनुसार ग्राहक माने निजे KYC प्रक्रिया अनुसरण करिबा आवश्यक। अकाउंट खोलिबा परे मध्य बैंक किंबा कंपनी रु समय समय रे KYC अपडेट संबंधी मेसेज आसी थाए। देखंतु आज्ञा एही PNB रे KYC अपडेट करिवार PNB रे KYC अपडेट कोन? देखंतु आज्ञा KYC हेउछि एक बैंक किंबा कंपनी पाई ग्राहकको परिचय सुनिश्चित करिवार एक उपाय जहा कि भारतीय रिजर्व बैंक रो नियम अनुसार ग्राहक माने निजे KYC प्रक्रिया अनुसरण करिबा आवश्यक। तापरे अकाउंट खोलिबा परे
ବ୍ୟାଙ୍କ କିମ୍ବା କମ୍ପାନୀରୁ ସମୟ ସମୟରେ KYC ଅପଡ଼େଟ୍ କରିବା ପାଇଁ ମେସେଜ ଆସିଥାଏ। ତ ଆପଣମାନେ PNB ଶାଖାରେ KYC ଅପଡ଼େଟ୍ କରନ୍ତୁ ଏବଂ ଆପଣମାନଙ୍କର ବ୍ୟାଙ୍କ ଖାତାକୁ ଚାଲୁ ରଖନ୍ତୁ। ତ ଏହା ଥିଲା ଆଜିର ଛୋଟିଆ ଅପଡ଼େଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରିବେ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।